ତିନୋଟି ଜିନିଷର ଗୁରୁତ୍ୱ ମନେ ରଖନ୍ତୁ। ତିନୋଟି ଜିନିଷକୁ ସମସ୍ତେ ଭଲ ପାଆନ୍ତି, ଧନ, ନାରୀ ଓ ସନ୍ତାନ। ତିନୋଟି ଜିନିଷ ସର୍ବଦା ଭାବିଚିନ୍ତି କରନ୍ତୁ, ପ୍ରେମ, କଥାବାର୍ତ୍ତା, ନିଷ୍ପତ୍ତି। ତିନୋଟି ଜିନିଷ ସର୍ବଦା ଯନ୍ତ୍ରଣା ଦିଏ, ଦାରିଦ୍ର୍ୟ, ସ୍ମୃତି, ବିଶ୍ୱାସଘାତକତା। ତିନୋଟି ଜିନିଷ କେବେ ବି କରନ୍ତୁ ନାହିଁ, କାମନା, ଅପମାନ, ଅହଙ୍କାର। ତିନୋଟି ଜିନିଷ ସମସ୍ତଙ୍କ ପାଇଁ ଅଲଗା, ଭାଗ୍ୟ, ସ୍ୱଭାବ, ରୂପ। ଶରୀର ଶୋଇବାକୁ ଚାହୁଁଛି, ମୁଣ୍ଡ ପଇସା ଚାହୁଁଛି, ହୃଦୟ ମନ ପସନ୍ଦର ମଣିଷ ସହ ସମୟ ବିତେଇବାକୁ ଚାହୁଁଛି, ହେଲେ କିଛି ବି ମିଳୁନି। ଧୈର୍ଯ୍ୟ ଏମିତି ଏକ ଗଛ ଯାହାର ଦେହ ସାରା କଣ୍ଟା କିନ୍ତୁ ଫଳ ଖୁବ୍ ମଜାଦାର। ଯିଏ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିଥାଏ, ତାଙ୍କ ପାଖକୁ ସବୁ ଜିନିଷ କୌଣସି ନା କୌଣସି ମାଧ୍ୟମରେ ନିଶ୍ଚିତ ପହଞ୍ଚିଥାଏ। ବିନ୍ଦୁ ବିନ୍ଦୁ ଜଳର ସମଷ୍ଟିରେ ସିନ୍ଧୁ ହୋଇଥାଏ। ସେହିପରି ସମସ୍ତ ବିଦ୍ୟା, ଧର୍ମ, ଧନ ସଞ୍ଚୟ କଲେ ମଣିଷ ଦିନେ ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ। ଆଶା କରି ନ ପାଇବାଟା ଦୁଃଖ। କିଛି ଆଶା କରନ୍ତୁ ନାହିଁ, ଯେତିକି ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ। ଆପଣଙ୍କୁ ଦୁଃଖ ବିଚଳିତ କରିପାରିବ ନାହିଁ। ପଇସା ସବୁ ସମସ୍ୟାର ସମାଧାନ ହେଇନଥାଏ। ବେଳେବେଳେ ଏମିତି କିଛି ପରିସ୍ଥିତି ଆସେ ଯୋଉଠି ପଇସା ଥାଇବି ତାର କିଛି ମୂଲ୍ୟ ନଥାଏ। ଫୁଲ ଦୁଇଥର ଫୁଟେ ନାହିଁ, ଜନ୍ମ ଦ୍ୱିତୀୟ ଥର ମିଳେ ନାହିଁ। ଏମିତି ତ ହଜାରେ ଲୋକ ମିଳନ୍ତି, ହେଲେ ହଜାରେ ଭୁଲ ପରେ କ୍ଷମା କରୁଥିବା ବାପା ମା ଦ୍ୱିତୀୟ ଥର ମିଳନ୍ତି ନାହିଁ। ସେ ଦିନେ କହୁଥିଲା, ମୋତେ କିଛି ଦରକାର ନାହିଁ, କେବଳ ତୁମ ଭଲ ପାଇବା ଛଡ଼ା। ବିଶ୍ୱାସ କରିପାରୁନି ହଠାତ୍ କେମିତି ବଦଳିଗଲା। ଜଣେ ଚଢ଼େଇ କହିଲା, ହେ ମୋର ଈଶ୍ୱର, ବହୁ କଷ୍ଟରେ ମୋ ବସା ତିଆରି କରିଥିଲି, ଆପଣ ତୁଫାନ ପଠାଇଲେ ଏବଂ ମୋର ଘର ଉଜାଡ଼ି ଦେଲେ। ଉପରୁ ଉତ୍ତର ଆସିଲା, ତୁମ ବସାରେ ସାପ ଥିଲା ତୁମକୁ ଖାଇବାକୁ, ତୁମକୁ ଜଗାଇ ଦେବା ପାଇଁ ଏବଂ ତୁମ ଜୀବନକୁ ସୁରକ୍ଷିତ ରଖିବାକୁ ମୁଁ ତୁଫାନ ପଠାଇଲି। ଆମ ଜୀବନରେ କେତେ ମୁସିବତ ଆସେ, ଆମେ ଜାଣିପାରୁ ନାହିଁ ଯେ ପରମାତ୍ମା କିପରି ଆମକୁ ସେଥିରୁ ବଞ୍ଚାନ୍ତି। ଏଇ କଳି ଯୁଗରେ ନାରୀ ଏତେ ଅର୍ଦ୍ଧନଗ୍ନ ହୋଇ ଶରୀରକୁ ଦେଖାନ୍ତୁ ନା କାହିଁକି, ଲୋକେ ମୁଣ୍ଡରେ ଓଢ଼ଣା ଦେଇ ପୁରା ଶରୀରକୁ ଘୋଡ଼େଇ ରଖିଥିବା ନାରୀଙ୍କୁ ହିଁ ସମ୍ମାନ ଦିଅନ୍ତି। ଆପଣଙ୍କର କ'ଣ ମତ? ପ୍ଲିଜ୍ କମେଣ୍ଟ କରନ୍ତୁ। ପୋଷ୍ଟ ଯଦି ଭଲ ଲାଗିଲା ଗୋଟେ ଲାଇକ୍ କରନ୍ତୁ। ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଜୟ ଶ୍ରୀ ଜଗନ୍ନାଥ।